Dear students and viewers, do you know ଆପଣ ଟେନ୍ସ ବିଷୟରେ ଜାଣିଛନ୍ତି କି? ତେବେ ଆସନ୍ତୁ ଦେଖିବା ପାର୍ଟ 12 ଫ୍ୟୁଚର ପରଫେକ୍ଟ ପ୍ରୋଗ୍ରେସିଭ ପ୍ରୋନାଉନ୍ସିଏସନ୍ ଇ ଆସୁଥିବ, ଇ ଆସୁଥିବା, ଇ ଆସୁଥିବି, ଇ ଆସୁଥିବୁ, ଇ ଆସୁଥିବେ। ଫର୍ମୁଲା ସବଜେକ୍ଟ ପ୍ଲସ୍ ସାଲ୍ ୱିଲ୍ ପ୍ଲସ୍ ହାଫ୍ ପ୍ଲସ୍ ବିନ୍ ପ୍ଲସ୍ ଆଇଏନଜି ଫର୍ମ ଅଫ୍ V1 ହେଲ୍ପିଂ ଭର୍ବ ସାଲ୍ ୱିଲ୍ ପ୍ଲସ୍ ହାଫ୍ ପ୍ଲସ୍ ବିନ୍। ଆମେ ଫୁଟବଲ ଖେଳି ଆସୁଥିବୁ। ଦେଖନ୍ତୁ ଏହି ବାକ୍ୟଟିରେ ସବଜେକ୍ଟ ହେଉଛି ଆମ୍ଭେ, କାରଣ ଆମ୍ଭମାନଙ୍କ ଦ୍ୱାରା ଆମ୍ଭମାନଙ୍କ ଦ୍ୱାରା କାର୍ଯ୍ୟଟି କରାଯାଉଛି। ଭର୍ବ ଖେଳି ଆସୁଥିବୁ, ଖେଳିବା ହେଉଛି ଭର୍ବ, ଖେଳି ଇ ଶୁଭା ହେଉଛି ଇ ଆସୁଥିବୁ, ଇ ଆସୁଥିବୁ ଉଚ୍ଚାରଣ ଥିବାରୁ ଏହି ବାକ୍ୟଟି ଫ୍ୟୁଚର ପରଫେକ୍ଟ ପ୍ରୋଗ୍ରେସିଭ। ଆମେ ଫୁଟବଲ ଖେଳି ଆସୁଥିବୁ, ସବଜେକ୍ଟ ସୂତ୍ର ଅନୁସାରେ ଫର୍ମୁଲା ଅନୁସାରେ ପାଖରେ ସାଲ୍ ବ୍ୟବହାର କରାଯାଏ। ସାଲ୍ ହାଫ୍ ବିନ୍ ପ୍ଲେର ଆଇଏନଜି ଭର୍ବ ପ୍ଲେଇଂ ଖେଳିବା ପ୍ଲେ ଫୁଟବଲ ୱି ସାଲ୍ ହାଭ୍ ବିନ୍ ପ୍ଲେଇଂ ଫୁଟବଲ। ଏହି ବାକ୍ୟଟି ପଜିଟିଭ ବାକ୍ୟ ଅଟେ। ଏହି ପଜିଟିଭ ବାକ୍ୟକୁ ଇଣ୍ଟରଗେଟିଭ ବାକ୍ୟରେ ପରିଣତ କରିବା। ଆମେ ଫୁଟବଲ ଖେଳି ଆସୁଥିବୁ କି? ଯେତେବେଳେ ପ୍ରଶ୍ନବାଚକ ବାକ୍ୟ ଆସୁଛି ଅକ୍ସିଲାରୀ ଭର୍ବ ବା ହେଲ୍ପିଂ ଭର୍ବ ମୂଳକୁ ଆସିବ ସାଲ୍, ସବଜେକ୍ଟ ୱି, ହାଭ୍ ବିନ୍ ପ୍ଲେଇଂ ଫୁଟବଲ କ୍ୱେଶ୍ଚିନ୍ ମାର୍କ। ଆମେ ଫୁଟବଲ ଖେଳି ଆସୁନଥିବୁ, ସବଜେକ୍ଟ ୱି, ସବଜେକ୍ଟ ପରେ ହେଲ୍ପିଂ ଭର୍ବ ଆସିବ ସାଲ୍, ଏହି ସାଲ୍ ପରେ ନଟ୍ ବ୍ୟବହାର କରିବା। ଏହି ଜାଗାରେ ଦେଖନ୍ତୁ, ଲକ୍ଷ୍ୟ କରନ୍ତୁ, ଏହି ଜାଗାରେ ନଟ୍ ବ୍ୟବହାର କରିବା। ୱି ସାଲ୍ ନଟ୍ ହାଭ୍ ବିନ୍ ପ୍ଲେଇଂ ଫୁଟବଲ। ସେ ଫୁଟବଲ ଖେଳି ଆସୁଥିବ। ସେ ସବଜେକ୍ଟ ହି ପରେ ଅକ୍ସିଲାରୀ ଭର୍ବ ହେଲ୍ପିଂ ଭର୍ବ ୱିଲ୍ ବ୍ୟବହାର କରିବା। ହି ୱିଲ୍ ହାଭ୍ ବିନ୍ ପ୍ଲେଇଂ ଫୁଟବଲ। ସେ ଫୁଟବଲ ଖେଳି ଆସୁଥିବ। ପଜିଟିଭ ବାକ୍ୟ। ଏହି ପଜିଟିଭ ବାକ୍ୟକୁ ଇଣ୍ଟରଗେଟିଭ ବା ପ୍ରଶ୍ନବାଚକ ବାକ୍ୟରେ ପରିଣତ କରିବା। ସେ ଫୁଟବଲ ଖେଳି ଆସୁଥିବ କି? ଯେତେବେଳେ ପ୍ରଶ୍ନବାଚକ ବାକ୍ୟ ଆସୁଛି ଆମେ ଅକ୍ସିଲାରୀ ଭର୍ବ ବା ହେଲ୍ପିଂ ଭର୍ବ ମୂଳକୁ ଆଣିବା, ୱିଲ୍କୁ ମୂଳକୁ ଆଣିବା। ୱିଲ୍ ସବଜେକ୍ଟ ହି ହାଭ୍ ବିନ୍ ପ୍ଲେଇଂ ଫୁଟବଲ। ସେ ଫୁଟବଲ ଖେଳି ଆସୁଥିବ କି? ନେଗେଟିଭ ବାକ୍ୟ ତିଆରି କରିବା। ସେ ଫୁଟବଲ ଖେଳି ଆସୁନଥିବ, ସବଜେକ୍ଟ ହି, ହେଲ୍ପିଂ ଭର୍ବ ୱିଲ୍, ନଟ୍ ହାଭ୍ ବିନ୍ ପ୍ଲେଇଂ ଫୁଟବଲ। ସେ ଫୁଟବଲ ଖେଳି ଆସୁନଥିବ। ଏହି ନେଗେଟିଭ ବାକ୍ୟକୁ କିପରି ପୁଣି ଇଣ୍ଟରଗେଟିଭ ବାକ୍ୟରେ ପରିଣତ କରିବା? ସେ ଫୁଟବଲ ଖେଳି ଆସୁନଥିବ କି? ଅକ୍ସିଲାରୀ ଭର୍ବ ମୂଳରେ ରହିବ ୱିଲ୍, ହି, ନଟ୍ ହାଭ୍ ବିନ୍ ପ୍ଲେଇଂ ଫୁଟବଲ। ବର୍ତ୍ତମାନ ଆମେ ଜାଣିଲେ ଫ୍ୟୁଚର ପରଫେକ୍ଟ ପ୍ରୋଗ୍ରେସିଭର ବିଷୟରେ ଜାଣିଲେ। ଆଜିର HW ଟ୍ରାନ୍ସଲେଟ୍ ଇଣ୍ଟୁ ଇଂଲିଶ। ନମ୍ବର 1, ଲତା ଗୀତ ବୋଲି ଆସୁଥିବ। ସେମାନେ ଭାତ ଖାଇ ଆସୁଥିବେ। ନମ୍ବର 3, ହରି ମାମୁଁ ଘରକୁ ଯାଇ ଆସୁନଥିବ। ନମ୍ବର 4, ଗୋବିନ୍ଦ ବହିଟି କିଣି ଆସୁଥିବ। ନମ୍ବର 5, ସେ ଓଡ଼ିଶୀ ନାଚି ଆସୁଥିବ। ନମ୍ବର 6, ସେମାନେ ବିଲରୁ ଫେରି ଆସୁଥିବେ। ବର୍ତ୍ତମାନ HW ଦିଆଗଲା। ଆପଣମାନେ ପ୍ରକୃତରେ ଯଦି ଓଡ଼ିଶାର ପିଲାମାନଙ୍କର, ଛାତ୍ରଛାତ୍ରୀମାନଙ୍କର ଶିକ୍ଷାକୁ ଚାହାନ୍ତି, ଶିକ୍ଷାର ଉନ୍ନତି କରିବା ପାଇଁ ଚାହାନ୍ତି, ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍।